ଆଜିର ପ୍ରସଙ୍ଗ ଯକୃତର ସୁରକ୍ଷା କେତେ ଜରୁରୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଯକୃତ ବା ଲିଭର ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଯକୃତ ଦିବସ ପାଳନ ହେଉଛି। ସ୍ୱାସ୍ଥ୍ୟକର ଖାଦ୍ୟ ସେବନ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଖାଦ୍ୟ ହେଉଛି ମହୌଷଧି। ଯକୃତ ବା ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମ ସ୍ୱାସ୍ଥ୍ୟ ବିଶେଷ କରି ଏହାରି ଉପରେ ହିଁ ନିର୍ଭର କରିଥାଏ। ତେଣୁ ଏହାକୁ ସୁସ୍ଥ ରଖିବାର ଦାୟିତ୍ୱ ଆମ ସମସ୍ତଙ୍କର। ସନ୍ତୁଳିତ ଖାଦ୍ୟ ଗ୍ରହଣ ମାଧ୍ୟମରେ ଯକୃତକୁ ସୁସ୍ଥ ରଖାଯାଇପାରିବ। ତେଣୁ ଚଳିତ ବର୍ଷର ବିଷୟବସ୍ତୁ ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସମୋପଯୋଗୀ ଖାଦ୍ୟ ଗ୍ରହଣ ଉପରେ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଯକୃତ ଶରୀରର ଦ୍ୱିତୀୟ ବୃହତ୍ତମ ଅଙ୍ଗ ଭାବେ ଅନେକ କାର୍ଯ୍ୟ ସମ୍ପାଦନ କରିଥାଏ। ପାଚନ କ୍ଷେତ୍ରକୁ ସୁବ୍ୟବସ୍ଥିତ କରିବା ସହ ଶରୀରରେ ମେଟାବଲିଜିମ୍କୁ ନିୟନ୍ତ୍ରଣ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯକୃତ କରିଥାଏ। ଏପରିକି ଯକୃତରେ କୌଣସି ଅସ୍ୱାଭାବିକତା ଦେଖାଦେଲେ ଏହା ଜଟିଳ ସ୍ୱାସ୍ଥ୍ୟ ପରିସ୍ଥିତି ସୃଷ୍ଟି କରିଥାଏ। ସମଗ୍ର ବିଶ୍ୱରେ ବାର୍ଷିକ ପ୍ରାୟ 20 ଲକ୍ଷ ଲୋକ ଯକୃତ ରୋଗରେ ପ୍ରାଣ ହରାଉଥିବା ଏକ ଆକଳନରୁ ଜଣାପଡ଼ିଛି, ଯେଉଁଥିରେ ଯକୃତ ସିରୋସିସ୍ ଜନିତ କାରଣ ପାଖାପାଖି ଅର୍ଦ୍ଧାଧିକ। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ଭୂତାଣୁ ଜନିତ ହେପାଟାଇଟିସ୍ ତଥା କର୍କଟ ଆଦି ରହିଥାଏ। ଯକୃତ ସିରୋସିସ୍ ଏବେ ବିଶ୍ୱରେ ଲୋକଙ୍କ ମୃତ୍ୟୁର 11ତମ ବୃହତ୍ତମ କାରଣ ହୋଇଥିବା ବେଳେ ଯକୃତ କର୍କଟ 16ତମ ମୁଖ୍ୟ କାରଣ ହୋଇଥିବା ଜଣାପଡ଼ିଛି। ତେବେ ଭାରତରେ ଯକୃତ କାରଣ ଜନିତ ମୃତ୍ୟୁ ସଂଖ୍ୟା 10ମ ବୃହତ୍ତମ ବୋଲି ଆକଳନ କରାଯାଇଛି। ମଦ୍ୟପାନ, ନିଶାଦ୍ରବ୍ୟ ସେବନ ଆଦି ଯକୃତ ରୋଗର କାରଣ ହୋଇଥିବା ବେଳେ ମେଦବହୁଳତା, ମଧୁମେହ ରୋଗ ଅନ୍ୟତମ କାରଣ ଭାବେ ବିବେଚନା କରାଯାଉଛି। ସମଗ୍ର ବିଶ୍ୱରେ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରୁ ପାଖାପାଖି 5% ଲୋକ ଯକୃତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ସେହିଭଳି ମେଦବହୁଳତା କାରଣରୁ 40 କୋଟି ଲୋକଙ୍କର ଯକୃତ ପ୍ରଭାବିତ ହୋଇଥାଏ। ଯକୃତ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଖାଇବା ତେଲ ସେବନକୁ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ଦିବସରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ପରାମର୍ଶକୁ ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମସ୍ତଙ୍କୁ ଖାଇବା ତେଲ ସେବନ ଅତି କମ୍ରେ 10% ହ୍ରାସ କରିବା ସହିତ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ ଶପଥ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜୀବନଶୈଳୀ ଏବଂ ଖାଦ୍ୟ ଗ୍ରହଣରେ ଛୋଟ ଛୋଟ ପରିବର୍ତ୍ତନ କରାଯାଇପାରିଲେ ଏଥିରୁ ସକାରାତ୍ମକ ଫଳାଫଳ ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏଭଳି ପ୍ରୟାସ ପ୍ରଶଂସନୀୟ। ଦୈନନ୍ଦିନ ଜୀବନରେ ତେଲ ବ୍ୟବହାର ହ୍ରାସ ସୁସ୍ଥ ଜୀବନଶୈଳୀ କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମେଦବହୁଳତାର କାରଣ ଏବଂ ନିରାକରଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଯକୃତ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରୁଛନ୍ତି। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଆସନ୍ତା 2030 ସୁଦ୍ଧା ହେପାଟାଇଟିସ୍ ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ହେପାଟାଇଟିସ୍ ଏ, ବି, ସି, ଡି ଏବଂ ସିଇ ନିର୍ଣ୍ଣୟ, ଚିକିତ୍ସାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି ମେଦବହୁଳତା ହ୍ରାସ କରିବା ଲକ୍ଷ୍ୟ ନେଇ ଶାରୀରିକ ବ୍ୟାୟାମ, ସାଇକେଲ ଚାଳନା ଓ ଯୋଗ ଆଦି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଭିନ୍ନ କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ସମାଜର ବିଭିନ୍ନ ବର୍ଗକୁ ସୁସ୍ଥ ଜୀବନଶୈଳୀ ପାଇଁ ଉତ୍ସାହିତ କରାଯାଉଛି। ଚେନ୍ନାଇ ଲିଭର ଫାଉଣ୍ଡେସନ ଏବଂ ବିଶ୍ୱ ହେପାଟାଇଟିସ୍ ଆଲାଏନ୍ସ ସହଯୋଗରେ ଆୟୋଜିତ ଇଣ୍ଡିଆନ୍ ହେପାଟାଇଟିସ୍ ଶିଖର ସମ୍ମିଳନୀ 2025ରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ, ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାର ମିଳିତ ହୋଇ 2030 ସୁଦ୍ଧା ଦେଶରୁ ହେପାଟାଇଟିସ୍ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଦୃଢ଼ ରଣନୀତି ପ୍ରସ୍ତୁତ କରିଛନ୍ତି। ସଚେତନତା, ଶୀଘ୍ର ରୋଗ ନିରୂପଣ ଏବଂ ସମୋପଯୋଗୀ ଚିକିତ୍ସା ଉପଲବ୍ଧତା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଯକୃତ ରୋଗର କାରଣ ଏବଂ ନିରାକରଣ ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟସେବା ଶିବିର, ସଚେତନତା ଅଭିଯାନ ଏବଂ ଆଲୋଚନା ମାଧ୍ୟମରେ ଏଥିପାଇଁ ଲୋକଙ୍କୁ ଅବଗତ କରାଯାଇଛି। ଆସନ୍ତୁ ସନ୍ତୁଳିତ ଖାଦ୍ୟ ଗ୍ରହଣ ମାଧ୍ୟମରେ ଯକୃତକୁ ରୋଗର ପ୍ରକୋପରୁ ଦୂରେଇ ରଖିବା ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ସଂକଳ୍ପବଦ୍ଧ ହେବା।